ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଛି। ପୂର୍ବ କ୍ଲାସରେ ଆମେ ଦେଖିଲେ ଡିଭିଜନର ବେସିକ୍, ତାର ରୁଲ୍ ଆଉ କେତେ ଗୁଡ଼ା କ୍ୱେଶ୍ଚନ୍ ଆନ୍ସର। ଆଜି ଆଉ ଗୋଟେ ନୂଆ ଟପିକ୍ ଆମେ ଆରମ୍ଭ କରିବା, ସେ ହେଉଛି ନମ୍ବର ଅଫ୍ ଜିରୋ। ତେଣୁ ନମ୍ବର ଅଫ୍ ଜିରୋ କ'ଣ? ଯେ ଆମେ ଜିରୋକୁ ପାଇବା ପାଇଁ ହେଲେ 5କୁ ଖୋଜିବା ପାଇଁ ପଡ଼ିବ। ଆମେ ଜାଣିଛୁ 5ରେ ଯେକୌଣସି ଇଭେନ୍ ନମ୍ବର ଗୁଣ ହେଲେ ତାର ଗୁଣଫଳ 0 ଆସିବ ଲାଷ୍ଟକୁ। 5ରେ ଯଦି ଅର୍ଡର ନମ୍ବର ଗୁଣା ହୁଏ ତାହେଲେ ଲାଷ୍ଟରେ କିଏ ୟୁନିଟ୍ ଡିଜିଟ୍ 5 ଆସିବ। ଏବଂ 5ରେ ଯଦି ଅର୍ଡର ନମ୍ବର ତା ସହିତ ଇଭେନ୍ ନମ୍ବର ଗୁଣା ହୁଏ ତାହେଲେ ଲାଷ୍ଟରେ ଆମର ବା ୟୁନିଟ୍ ଡିଜିଟ୍ 0 ଆସିବ। ଦେଖନ୍ତୁ ଏକ୍ସାମ୍ପଲ୍ 5 ଗୁଣ 4 ସମାନ 20, 5 ଗୁଣ 6 30, ତାହେଲେ ୟୁନିଟ୍ ଡିଜିଟ୍ କିଏ ଆସୁଛି? 0 0। ତେଣୁ କେତେଟା 0 ନା ଗୋଟେ 0, ଠିକ୍ ଗୋଟେ 0। ସେଇଭଳିଆ ଏଠି 5 ସହିତ ଯଦି ଆମେ ଗୁଣା କରିବା ଅର୍ଡର ନମ୍ବର, ତାମାନେ 1 5 5 ଗୁଣ 7 35, ତାହେଲେ ଆମର ୟୁନିଟ୍ ଡିଜିଟ୍ କିଏ ଆସିବ? 5, ୟୁନିଟ୍ ଡିଜିଟ୍ 0 ଆସୁଛି। ସେଇଭଳିଆ 5 ଗୁଣ 4 ଗୁଣ 5, ଏ ହେଲା ଇଭେନ୍ ନମ୍ବର, ଏ ହେଲା ଅର୍ଡର ନମ୍ବର। ତେଣୁ 5 ପଞ୍ଚା ନା 5 20, 20 ପଞ୍ଚା 100, ତାମାନେ ୟୁନିଟ୍ ଡିଜିଟ୍ କିଏ ଆସିଲା? 0। ସେଇଟା ଯେ ନମ୍ବର ଅଫ୍ ଜିରୋ, ମାନେ ଆମେ ଜିରୋକୁ କାଉଣ୍ଟ କରିବା, ତାହେଲେ ଆମେ ଜିରୋକୁ ପାଇବା ପାଇଁ ହେଲେ ଆମର 5 ନିଶ୍ଚିତ ଭାବରେ ଦରକାର। ବୁଝିପାରିଲେ? ତେଣୁ ଆମର 5ରେ ଦେଖନ୍ତୁ 2 ଗୁଣନ ହେଲେ 10 ହଉଛି। 5 ଗୁଣ 5 ଗୁଣ 2 ଗୁଣ 2, 5 ଗୋଟେ 5 ଅଛି ଆଉ ଗୋଟେ ଇଭେନ୍ ନମ୍ବର, କେତେଟା 0 ହଉଛି? ଗୋଟେ 0 ହଉଛି। ସେଇଭଳିଆ 5 2ଟା ଏବଂ ଇଭେନ୍ ନମ୍ବର 2ଟା, ତାହେଲେ 2ଟା 0 ହବ। କେମିତି? 5 25, ଜଣେ 50, ଜଣେ 100। ବୁଝିପାରିଲେ? ସେଇଭଳିଆ 5 ଗୁଣ 5 ଗୁଣ 5 ଗୁଣ 2 ଗୁଣ 2 ଗୁଣ 2, କେତେଟା 0 ହବ? ତାହେଲେ 3ଟା 5 ଅଛି ମାନେ 3ଟା 0 ଆସିବ। କେମିତି? 5 ସହିତ ଗୋଟେ ଇଭେନ୍ ନମ୍ବର, এই 5 ସହିତ ଆଉ ଗୋଟେ ଇଭେନ୍ ନମ୍ବର, এই 5 ସହିତ ଆଉ ଗୋଟେ ଇଭେନ୍ ନମ୍ବର ମିଳିଯାଉଛି। ତେଣୁ 25 ପଞ୍ଚା 125, 125 ଗୁଣ 2 ଆସିବ 250, ପୁଣି 250, ପୁଣି ଆଉ ଗୋଟେ 2 ଗୁଣ ନବ 250 ଗୁଣେ 500, ପୁଣି ଆଉ ଗୋଟେ 2 ଗୁଣ ନବ, ହେଲା 1000। ଆମର କେତେଟା 0 ଆସିଲା ଲାଷ୍ଟକୁ? 3ଟା। ବୁଝିପାରିଲେ? ସେଇଭଳି ଆମର 5 ସହିତ ଯେତେଟା ବି ମାନେ ଇଭେନ୍ ନମ୍ବର ଆସିବ, ମାନେ 5 ଯେତେଟା ଇଭେନ୍ ନମ୍ବର ସେତିକି, ମାନେ 3ଟା 5 ଅଛି, 3ଟା ଇଭେନ୍ ନମ୍ବର ଅଛି, ତାହେଲେ 0 ଆସିବ 3ଟା 0। 5 2ଟା ଅଛି, ଇଭେନ୍ ନମ୍ବର 2ଟା, ତାହେଲେ 0 ଆସିବ 2ଟା। 5 ସହିତ ଗୋଟେ ହିଁ ଇଭେନ୍ ନମ୍ବର, ତେଣୁ 0 କେତେ ଆସିବ? ଗୋଟେ ଆସିବ। ବୁଝିପାରିଲେ? 5 ଯେତେ ଥର ଆସୁଛି ତା ସହିତ ସେତିକି ଇଭେନ୍ ନମ୍ବର ହେଲେ ସେତିକି ସଂଖ୍ୟାରେ ଆମର 0 ଆସିବ। ବୁଝିପାରିଲେ? ତେଣୁ ଆମେ 0କୁ କାଉଣ୍ଟ କରିବା ପାଇଁ ହେଲେ ଯେକୌଣସି ନମ୍ବରରେ ଆମେ 5କୁ ସ୍କାନ୍ କରିବା ପାଇଁ ପଡ଼ିବ, 5କୁ ଖୋଜିବା ପାଇଁ ପଡ଼ିବ। ବୁଝିପାରିଲେ? ଆସନ୍ତୁ କ୍ୱେଶ୍ଚନ୍ କରିବା, କ୍ୱେଶ୍ଚନ୍ କଲେ ଆପଣମାନେ ବୁଝିପାରିବେ।
হচ্ছে ফাইন্ড নাম্বার অফ জিরো। দেখুন তো 75, 256, 2250, 79, 88, এই ସଂଖ୍ୟା ଦେଖନ୍ତୁ। ଏଠି ଆମର ଜିରୋ ବାହାରି ପାରିବ, କିନ୍ତୁ ଏଠି ବାହାରିବ କି? ନା ଏଠି 5 ବାହାରିବ, କିନ୍ତୁ ଏଠି 5 ଆସିପାରିବ କି? ଆସିପାରିବନି। ଏଇଠି ପୁଣି 5 ଆସିବ, ଏଇ ସଂଖ୍ୟାରେ 5 ଆସିବନି, ଏଠି ବି 5 ଆସିବନି। ତାହେଲେ ଦେଖନ୍ତୁ, ତାହେଲେ ଆମର 75 କୁ ଆମେ ଲେଖିବା 25 ଗୁଣନ 3। 25 को ଆମେ କଣ କରିବା, 5 ଗୁଣନ 5 କରିଦବା, ये 3, କେତେଟା 5 ପାଇଲେ? 2ଟା 5। ତାପରେ ଆମର ଏଇଠି ହିଁ 5 ବାହାରିବ, ଏଇଠି ହିଁ 5 ବାହାରିବ। ତାହେଲେ ତ ଏଠି ବାହାରିବନି 5, ଏଠି ବାହାରିବନି 5, এই ସଂଖ୍ୟାରେ ହିଁ ବାହାରିବ। ତାହେଲେ 2250 ଏହାକୁ କେମିତି ଲେଖିପାରିବା? 225 ଗୁଣନ 10। 225 ଟାକୁ ଆମେ 25 ଗୁଣନ 9 ଗୁଣନ 10 ଟାକୁ ଆମେ ଲେଖିପାରିବା 5 ଗୁଣନ 2। 25 ଟାକୁ 5 ଗୁଣନ 5 ରେ ଭାଙ୍ଗିପାରିବା, 9। 5 କୁ 5 ଗୁଣନ 2, ତାହେଲେ ଏଠି କେତେ? 1 2 3ଟା, ଏଠି 3ଟା। ଟୋଟାଲ ଆମେ ଏଠି 2ଟା 5, ଏଠି 3ଟା 5, ତାହେଲେ ଆମେ ପାଇଗଲେ ଏଠି ଟୋଟାଲ 5ଟା 5, 5ଟା 5। ତାହେଲେ 5 ପାଇଗଲେ। ଆଉ ଇଭେନ୍ ନମ୍ବର ଏଠି ଗୋଟେ ପାଇଲେ। ତା ସହିତ ଦେଖନ୍ତୁ ଏ 256, 256 ରେ ବହୁତ ସାରା ଇଭେନ୍ ନମ୍ବର ଅଛି, ନାଇଁ କି? 2 ଗୁଣନ 2 ଦୁणे 4, ଦୁणे 8, ଦୁणे 16, ଦୁणे 32, ଦୁणे 64, ଦୁणे 128, ଦୁणे 256। 1 2 3 4 5 6 7 8। ଏଇ ଗୋଟେ ସଂଖ୍ୟାରେ ହିଁ, ଏ 256 ରେ ହିଁ ଆମେ 8ଟା ଇଭେନ୍ ନମ୍ବର ପାଇଲେ। ପୁଣି ଏଠି ଇଭେନ୍ ନମ୍ବର ଅଛି, ତାହେଲେ ଆମର 5ଟା 5 ପାଇଛେ, କିନ୍ତୁ ଇଭେନ୍ ନମ୍ବର ଆମର ବହୁତ ସାରା। ତାହେଲେ ଆମର ଜିରୋ କେତେଟା ଆସିବ ଲାଷ୍ଟକୁ? କେତେଟା 5? 5 ସହିତ କେତେଟା ଯୋଡି ହେଇପାରିବ? 5 ସହିତ ଗୋଟେ ଇଭେନ୍ ନମ୍ବର, ଆଉ ଗୋଟେ 5 ସହିତ ଆଉ ଗୋଟେ, ସେଇଭଳିଆ ଆଉ ଗୋଟେ 5 ସହିତ ଆଉ ଗୋଟେ ଇଭେନ୍ ନମ୍ବର, ଆଉ ଗୋଟେ 5 ସହିତ ଆଉ ଗୋଟେ ଇଭେନ୍ ନମ୍ବର। 5ଟା 5 ଅଛି, 5ଟା ଇଭେନ୍ ନମ୍ବର ଆସିବ। ସେଟା ଇଭେନ୍ ନମ୍ବର ଯେକୌଣସି ସଂଖ୍ୟାରେ, ଏଇ ଯୋଉ ପୁରା ସଂଖ୍ୟାଟାରେ ଇଭେନ୍ ନମ୍ବର ବହୁତ ସାରା ଆସିବ, କିନ୍ତୁ 5 ମାତ୍ର 5ଟା ଆମେ ପାଇପାରିବା। ତେଣୁକରି ଆମ ଲାଷ୍ଟକୁ ଜିରୋ କେତେଟା ହବ? ନା 5ଟା ହେଇପାରିବ। ଅପସନ୍ ନମ୍ବର ଏ ଆନ୍ସର। ବୁଝିପାରିଲେ? ଏଇ ସଂଖ୍ୟାଟା ଦେଖିବା। ଆମର ବିଶେଷ କରି 5 କୁ ସ୍କାନ କରିବା, ଆଉ କିଛି ଦରକାର ନାହିଁ। 5 ସହିତ ଆମର ଇଭେନ୍ ନମ୍ବର, ଏଠି 2 9ଟା ଅଛି, ଏଠି 2 7ଟା ଅଛି, 7 9ଟା ହେଇଗଲା। ଇଭେନ୍ ନମ୍ବର ଆମର କମି ନାହିଁ, ବହୁତ ସାରା ଇଭେନ୍ ନମ୍ବର ମିଳିପାରିବ। ସେତ କେବଳ 5, ଏଠି 5 ଆସିପାରିବ। ତାହେଲେ ଦେଖନ୍ତୁ 5 ପ୍ଲସ୍ 7 ପ୍ଲସ୍ ଏଠି କେତେ ଆସିପାରିବ? 10 ର ପାୱାର 4, ତାମାନେ ତାକୁ ଆମେ 5 ର ପାୱାର 4 ଗୁଣନ 2 ର ପାୱାର 4 ଲେଖିପାରିବା। ତାହେଲେ ଏଠି 5ଟା, ଏଠି 4ଟା 5, ଏଠି 7ଟା, ତାହେଲେ 7 ପ୍ଲସ୍ 5, 7 ପ୍ଲସ୍ 4, 11ଟା 5 ଆମେ ପାଇଲେ। ମାନେ ଏଇ ଟୋଟାଲ ସଂଖ୍ୟାଟାରେ ଆମେ କେତେ? 11ଟା 5 ପାଇଲେ। ତାଠୁ ଅଧିକା ଆଉ ପାଇପାରିବା ନାହିଁ। ଏଠି ବି 5 ମିଳିପାରିବନି, ଏଠି ବି ନାହିଁ, ଏଠି ବି ନାହିଁ, ଏଠି ବି ନାହିଁ। ତାହେଲେ କିନ୍ତୁ ଇଭେନ୍ ନମ୍ବର କଣ? ବହୁତ ସାରା ଅଛି। 2 ର ପାୱାର 9, 9ଟା 2 ଅଛି, 7ଟା 2 ଅଛି, ତା ସହିତ ଏଠି 8ଟା, ମାନେ 9ଟା 8 ଅଛି। ତାହେଲେ ଇଭେନ୍ ନମ୍ବର ଆମର କମି ନାହିଁ। ତେଣୁ ଆମର ଯେତେଟା ଆମର 5 ଅଛି, ଟୋଟାଲ 5, ଏଠି 7ଟା ଅଛି,
ଏଠି 4ଟା 7 11 ତାହେଲେ ଆମର ଯେତେ ଯାହା ବି ନମ୍ବର ହଉ ଆମର 0 ପଚାରିଛି ଲାଷ୍ଟକୁ 11ଟା 0 ହବ ବୁଝିପାରିଲ। ଅପସନ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। ଆସନ୍ତୁ ଦେଖିବା ନେକ୍ସଟ 3 ନମ୍ବର क्वेश्चन। ସେ କହିଛି 1 ଗୁଣ 2 ଗୁଣ 3 ଗୁଣ 4 ଗୁଣ 5 ଏଭଳିଆ 100। ତାମାନେ କହିଛି 100 ର ଫ୍ୟାକ୍ଟୋରିଆଲ। ଏଇଟା 100 ର ଫ୍ୟାକ୍ଟୋରିଆଲ ଦେଇପାରିବି କିମ୍ବା ଏଭଳିଆ 1 ର ଗୁଣ କରିକି 100 ପର୍ଯ୍ୟନ୍ତ ନେଇକି ଯିବ। ତାହେଲେ ଦେଖନ୍ତୁ ଆମେ ଏଇଠି ଦେଖନ୍ତୁ 1 କିମ୍ବା 2 କିମ୍ବା 3 4 5 6 7 8 9 10 ଏଇଠି ଦେଖନ୍ତୁ ଇଭେନ୍ ନମ୍ବର କେତେ? ଏ ଗୋଟେ ଇଭେନ୍ ନମ୍ବର, 6 ଗୋଟେ ଇଭେନ୍ ନମ୍ବର, 8 ଗୋଟେ ଇଭେନ୍ ନମ୍ବର, 9 ଗୋଟେ ଇଭେନ୍ ନମ୍ବର, ସରି 10 ତ ନାହିଁ, ହଁ 10ଟାରେ ଏଠି ଗୋଟେ 5 ଆସିବ, 5 ଗୁଣ 2 10। ତାହେଲେ ଆମର ଇଭେନ୍ ନମ୍ବର କେତେ ପାଇଲେ? 1 2 3 4ଟା, କିନ୍ତୁ 5 କେତେଟା ପାଇଲେ? ମାତ୍ର 2ଟା। ଠିକ୍ ସେହିପରି ଇଭେନ୍ ଏବଂ ଅଡର ନମ୍ବର ବହୁତ ସାରା ପାଇବା। ଅଡର ନମ୍ବର 1 ଅଛି, 3 ଅଛି, ତାପରେ 5 ତ ନିଜେ ଅଛି, 7 ଅଛି, 9 ଅଛି, କିନ୍ତୁ ଆମର 5 କେତେ ପାଇବା? ମାତ୍ର 2ଟା। ତାହେଲେ ଆମେ କହିପାରିବା 1 ରୁ ଆମେ 10 ଭିତରେ ଗୁଣ କରୁ, 1 ଗୁଣ 2 ଗୁଣ 3, ଆମେ 1 ରୁ 10 ଏ ଭିତରେ କେତେ 5 ପାଇଲେ? ମାତ୍ର 2ଟା 5 ପାଇଲେ। ତାହେଲେ 0 କେତେଟା ହବ? ନା 2ଟା। ତେଣୁକରି ଆମେ ଏମିତି ଅଙ୍କକୁ ଆମେ କଣ କରିବା ନା ଅଲଗା ପ୍ରୋସେସ ଅଛି ତାର 100 ର ଫ୍ୟାକ୍ଟୋରିଆଲ। ତାମାନେ 100କୁ ଆମେ 100 ଭିତରେ କେତେ 5 ଅଛି ବାହାର କରିବା। ଆମେ 5 ର ପ୍ରାଇମ ଫ୍ୟାକ୍ଟର ବାହାର କରିବା। 100 ର ପ୍ରାଇମ ଫ୍ୟାକ୍ଟର ଆମର 5, 5 20 100, 5 ରେ ପୁଣି 4। ଏଠି ଦେଖନ୍ତୁ ଏଇ ଯୋଉ ଆମର ଭାଗଫଳ ଗୁଡାକ କାଉଣ୍ଟ କରାଯିବ, ତାମାନେ 20 ପ୍ଲସ 4 ମାନେ 24ଟା। ତାହେଲେ ଯଦି 100 ର ଫ୍ୟାକ୍ଟୋରିଆଲ ଦେଇଛି, এই 100 ର ଫ୍ୟାକ୍ଟୋରିଆଲ ଭିତରେ କେତେଟା 5 ଆସିବ? এইଟା କାଉଣ୍ଟ କରିବା, এই ଯୋଉ ଭାଗଫଳ 5 ରେ ହରଣ କରିବା ସେଇ ସଂଖ୍ୟାକୁ, ତାପରେ ଯାହା ଭାଗଫଳ ଆସିବ ପ୍ରଥମ ଭାଗଫଳ କେତେ ଆସିଲା 20, ସେକେଣ୍ଡ ଭାଗଫଳ କେତେ ଆସିଲା 4, ତାହେଲେ ଆମର ଟୋଟାଲ 24, 20 ପ୍ଲସ 4 ଏତିକି ସଂଖ୍ୟାକୁ ଆମେ 5 ପାଇବା। କିନ୍ତୁ ତା ସହିତ ଆମେ ଇଭେନ୍ ନମ୍ବର ତ ବହୁତ ସାରା ପାଇବା ନା, ଯେମିତିକି 1 ରୁ 10 ଭିତରେ ଆମର ଇଭେନ୍ ନମ୍ବର କେତେଟା ପାଇଛି? 1 2 3 4ଟା। ଅର୍ଡର ନମ୍ବର ମଧ୍ୟ ଆମର ଅର୍ଡର ନମ୍ବର ଦରକାର ନାହିଁ, ଆମର ଇଭେନ୍ ନମ୍ବର ପାଇଲେ ହେବ। ତେଣୁକରି ଆମର 5 ଯଦି ପାଇଯାଉଛି 24ଟା, ତାହେଲେ ଇଭେନ୍ ନମ୍ବର ନିଶ୍ଚିତ ଭାବରେ 1 ରୁ 100 ମାନେ 100 ରୁ ଗୁଣା କରି 1 ରୁ ଗୁଣା କରିକି 100 ପର୍ଯ୍ୟନ୍ତ ଗଲେ ବହୁତ ସାରା ଇଭେନ୍ ନମ୍ବର ପାଇପାରିବା। ତାହେଲେ ଆମର ନମ୍ବର ଅଫ 0 କେତେ ହବ? ଆମେ ଯେତେଟା 5 ପାଇଲେ, ତାହେଲେ ଆମେ 24ଟା 5 ପାଇଲେ, ତାହେଲେ ଲାଷ୍ଟକୁ 24ଟା 0 ହବ। ବୁଝିପାରିଲେ? ତାହେଲେ ଆସନ୍ତୁ 4 ନମ୍ବର। ଏହା ସେଇଭଳିଆ 500 ର ଫ୍ୟାକ୍ଟୋରିଆଲ, ତମେ ଡାଇରେକ୍ଟ ଆମେ 500 ତାକୁ 5 ରେ ଭାଗ କରିବା, 5 के 5 5 शून्य शून्य 5 शून्य शून्य, তাহলে এটাকে 5 গুণে 20, এই 5 গুণে 4, তাহলে ভাগফল প্রথম কত পেলে 100, 100 প্লাস 1 20 তারপরে 4, তাহলে 124। তাহলে কেতে হবো नंबर ऑफ 0 1 गुणा करके यदि 1 गुणन 2 गुणन 3 हुए गुणन 500 पर्यंत ଯିବା
ତାହେଲେ ଆମର ପାଞ୍ଚ କେତେଟା ପାଇବା 124ଟା। ତ ଇଭେନ୍ ନମ୍ବର ତ ଆମର ଅଭାବ ନାହିଁ ନା, ବହୁତ ସାରା ଇଭେନ୍ ନମ୍ବର ପାଇପାରିବା। ତେଣୁ ନମ୍ବର ଅଫ ଜିରୋ କେତେଟା ଆସିବ 124ଟା। ବୁଝିପାରିଲେ? ଆସନ୍ତୁ ଦେଖିବା 5 ନମ୍ବର। 5 ନମ୍ବର ବି ସେଇଭଳି ଆମର 378। ଏକରୁ ଗୁଣା କରିକି ଯିବ 378 ପର୍ଯ୍ୟନ୍ତ। ତାହେଲେ 378ରେ 5 କେତେଟା ଆମେ ଖୋଜି ବାହାର କରିବା? 5 ରେ ଗୁଣ କରିବା ତାମାନେ 5 ସତା 35, 2 8 5 ଗୁଣା 25। ଭାଗ ଶେଷକୁ ଲେଖିବାନି, କେବଳ ଆମ ଭାଗଫଳ ଦରକାର। ତେଣୁ 5 ରେ 5 के 5 5 3 15, 5 के 5 5 3 25, 15 पंचा 75, 5 3 15। प्रथम भागफल केते पहले 75, सेकंड भागफल 15 प्लस 3, তাহলে 15 75 80 90 93। তাহলে আমি 93টা 5 পাইলে। যদি 93ଟା 5 ପାଇଲେ ମୋର 1 ରୁ 378 ପର୍ଯ୍ୟନ୍ତ ଗଣା ହେଇଗଲେ ବହୁତ ସାରା ପ୍ରାଇମ୍ ନମ୍ବର ସରି ଇଭେନ୍ ନମ୍ବର ପାଇବା। ତାହେଲେ ଆମର 93ଟା 5 ହଉଛି ମାନେ ଆମର ଇଭେନ୍ ନମ୍ବର ମଧ୍ୟ 93ଟା ମିଳିଯିବ। ତାହେଲେ ଆମର ଜିରୋ କେତେ ହବ 93ଟା। ବୁଝିପାରିଲେ? ତାପରେ ଆସନ୍ତୁ ଦେଖିବା 6 ନମ୍ବର। ଇଏ ବି ସେଇଭଳିଆ 2 3 4 6। ଏଥିରେ ମଧ୍ୟ 5 ଖୋଜି ବାହାର କରିବେ। ତାପରେ ଇଭେନ୍ ନମ୍ବର ତ ମିଳିଯିବ। 5 20, 3 4 530, 4 6 5 9 45, ତାପରେ 5 9 45, 1 9 5 3 15, 4 19, 5 5 के 5 4 8 ଆସିବ 5 3 15। ପ୍ରଥମ 4 6 9, ତାପରେ ଆସିଲା 9 3, ତାପରେ ଆସିଲା 18, ତାପରେ 3 3 3 6 8 14 9 23, 3 2 6 9 6 15 1 16 17 18 8 9 1 4 के 5। ତାହେଲେ ଆମେ 5 ପାଇଲେ କେତେଟା 583ଟା। ଏଇ ଏତିକିର ଫ୍ୟାକ୍ଟୋରିଆଲ ଭିତରେ 2 3 4 6 ର ଫ୍ୟାକ୍ଟୋରିଆଲ ଭିତରେ ଆମେ ବହୁତ ସାରା ଇଭେନ୍ ନମ୍ବର ପାଇବା। ତେଣୁ ଆମର ଜିରୋ କେତେ ହବ 583ଟା। ବୁଝିପାରିଲେ? ଆସନ୍ତୁ ନେକ୍ସଟ ନମ୍ବର 7 ନମ୍ବର। 4 16 ଗୁଣନ ଗୁଣନ ହେଇ 560 ପର୍ଯ୍ୟନ୍ତ। ଏଠି ଦେଖନ୍ତୁ ଏଇ ଯୋଉ 4 ଗୁଣନ 8 ଗୁଣନ 12 ଗୁଣନ 16 ଗୁଣନ 560। ଏଇଠି ଗୋଟେ ଜିନିଷ ଜଣା ପଡୁଛି କି ନାହିଁ 4 ତାମାନେ 4 ଗୁଣନ 1 ଗୁଣନ 8 4 ଗୁଣନ 2 ଗୁଣନ 12 ଆମର 4 ଗୁଣନ 3 ଏଇଭଳିଆ ହେଇକି ଚାଲିଛି। 4 ଗୁଣନ 4 4 ଗୁଣନ 5 ମାନେ ଏଟା 4 ଗୁଣ କେତେ 4 के 4 4 16 ଶୂନ 140। ତାହେଲେ 140 ପର୍ଯ୍ୟନ୍ତ ପଡିଛି ଆମର। 4 ତ କମନ ଅଛି, ଆମର 4ଟାକୁ ଏମିତି ଦରକାର ନାହିଁ। 4 କମନ ଅଛି ମାନେ ତାକୁ ଆମେ ହିସାବକୁ ନ ନେଲେ ବି ଚଳିବ। କେବଳ ଆମର ତାହେଲେ ପାଇଲେ କେତେ 1 ଗୁଣ 2 ଗୁଣ 3 ଏମିତି ଗୁଣା ହେଇ 140 ପର୍ଯ୍ୟନ୍ତ ପାଇଲେ। ତାହେଲେ ଏବେ ଆମେ এই 140 ଭିତରେ କେତେଟା 5 ବାହାର କରିପାରିବା? ତାହେଲେ 140 ରେ କେତେ 5 ଅଛି 140 ରେ 5 କେତେଟା 5 ଦୁणे 10
50 टा 40, 5 पंचा 25, 5 छके 5, ताले 28 प्लस 5 प्लस 1, ताले 814 4, 2 1 3, 34 टा 5 पाइले। এই 1 ରୁ 40 140 ପର୍ଯ୍ୟନ୍ତ ଗୁଣା କଲେ ଆମେ କେତେଟା 5 ପାଇଲେ? 34 ଟା। କିନ୍ତୁ ୟା ଭିତରେ ଇଭେନ୍ ନମ୍ବର ଆମେ ନିଶ୍ଚୟ 34 ଟା ଖୋଜି ବାହାର କରିବା, ତାହେଲେ ଆମର ଜିରୋ କେତେଟା ହବ? 34 ଟା। ଇଭେନ୍ ନମ୍ବର ଆମର ଅଭାବ ନାହିଁ, ବହୁତ ସାରା ଇଭେନ୍ ନମ୍ବର ଏଠି ମିଳିଯିବ। ତ ଆମେ 5 କୁ ହିଁ ଖୋଜିବାର ଅଛି। 5 ଯେତେଟା ମିଳିବ ଆମର ଜିରୋ ସେତିକି ହବ। ବୁଝିପାରିଲେ? ଆସନ୍ତୁ ଦେଖିବା 8 ନମ୍ବର। ଏଠି 1 3 5 7 9 11 ମାନେ ଅଯୁଗ୍ମ ସଂଖ୍ୟା। ତାହେଲେ ଏଠି 13 ଆସିବ, ତାପରେ 15 ଆସିବ, ତାପରେ 17 ଆସିବ, ଏଇଭଳିଆ। ତାହେଲେ ଏଠି ଆମର 5 ଏଇ ଗୋଟେ ହିଁ ମିଳିବ। ଏଠି ଗୋଟେ ମିଳିଲା, ତାପରେ ଆସିବ 15 ରେ ମିଳିବ। ତାହେଲେ 5 ବହୁତ ସାରା ପାଇପାରିବା ଆମେ, କିନ୍ତୁ ଆମର ଏଥିରେ ଆମେ ଇଭେନ୍ ନମ୍ବର ପାଇପାରିବା ନାହିଁ। ବୁଝିପାରିଲେ? 5 ପାଇବା କିନ୍ତୁ ଇଭେନ୍ ନମ୍ବର ପାଇପାରିବା ନାହିଁ। ତେଣୁ ଆମର ଜିରୋ ପାଇବା ନାହିଁ, ଜିରୋ ପାଇବା ନାହିଁ। କାରଣ 5 ସହିତ ଇଭେନ୍ ନମ୍ବର ଗୁଣା ହେଲେ ସିନା ଜିରୋ ଆସିବ, ତେଣୁ ଇଭେନ୍ ନମ୍ବର ହିଁ ନାହିଁ, ତାମାନେ 9 ଜିରୋ। ବୁଝିପାରିଲ? ଆସନ୍ତୁ ଦେଖିବା 9 ନମ୍ବର। 9 ନମ୍ବର କଣ କହିଛି ନା 1 ର ପାୱାର 1, 2 ର ପାୱାର 3 ର ପାୱାର 4 ର ପାୱାର 5 ର ପାୱାର। ସେଇଭଳି ଆମେ କେତେ କେତେ ପାଇବା? 5 ର ପାୱାର 5 50 ପର୍ଯ୍ୟନ୍ତ, 5 ର ପାୱାର 5, ତାପରେ ପାଇବା 5 ପରେ 15 ର ପାୱାର 10 ର ପାୱାର, 10 ର ପାୱାର 5, ତାପରେ ପାଇବା 15 ପାୱାର ନାଇଁ 10 ର ପାୱାର 10, 15 ପାୱାର 15 ପ୍ଲସ୍ 20 ର ପାୱାର 20 ପାଇବା, ପ୍ଲସ୍ 25 ପାୱାର 25 ପ୍ଲସ୍ 25 ପରେ 30 ର ପାୱାର 25 ନା 30 ପ୍ଲସ୍ ଆମର 35 ର ପାୱାର 35, ତାପରେ 40 ର ପାୱାର 40 ପ୍ଲସ୍ 45 ର ପାୱାର 45, ତାପରେ 50 ଟା ଆସିବନି, ଏତିକି। ତାହେଲେ 5 ପାଇପାରିବ କେମିତି? এই 5 to the power 5, তাহলে এটি 5টা 5 পাইলে, তারপর 10 এটি 5 গুণ 2, তাহলে এটি 5 কেতটা? 10টা। এই 10 বদলে ଆମେ 5 ଗୁଣ 2 ଲେଖିବା ନା, 5 ର ପାୱାର କେତେଟା? 10, ତାହେଲେ 10ଟା ହବ। 15 ଏ 5 ଗୁଣ 3, ତାହେଲେ 5 କେତେଟା? 15ଟା, ପ୍ଲସ୍ ଏଠି 20, 5 ଗୁଣ 4, ତାହେଲେ 5 କେତେଟା? 20ଟା, ତାହେଲେ 5ଟା 10ଟା 15ଟା 20ଟା 25। এইটা দেখুন 25 কিন্তু 5 গুণ 5, তাহলে 5 ର ପାୱାର 25 ଆଉ 5 ର ପାୱାର 25, ତାହେଲେ 50ଟା। ବୁଝିପାରିଲେ? ମନେକର ଏଇଟା 25 ର ପାୱାର 25 ହଉଛି, ତାକୁ ଭାଙ୍ଗିଲେ କଣ ହବ? 5 ର ପାୱାର 25 ଗୁଣ ଆଉ ଗୋଟେ 5 ର ପାୱାର 25, ତାହେଲେ ଏଇ 5 ର ପାୱାର 25, ଏଇ 5 ର ପାୱାର 25, ତାହେଲେ ଆମର ଟୋଟାଲ 5 କେତେଟା? 50ଟା, ତାହେଲେ 50ଟା ନେଲା। ତାପରେ 30 ର ପାୱାର 30,
6 ପଞ୍ଚା 30, 5 ର ପାୱାର 30 ତାହେଲେ ପ୍ଲସ୍ 35, 7 ପଞ୍ଚା 35, 7 ର ପାୱାର 35, 40, 8 ପଞ୍ଚା 40, ତେଣୁ 5 ର ପାୱାର 40, 45, 9 ପଞ୍ଚା 45, 5 ର ପାୱାର 45, ତାହେଲେ ୟାକୁ ଟୋଟାଲ କରିଦବା 45 ପ୍ଲସ୍ 5 50, 40 10 ପ୍ଲସ୍ 40 50, 15 ପ୍ଲସ୍ 35 50, 30 ପ୍ଲସ୍ 20 50, ଇଏ 50, ତାହେଲେ 1 2 3 4 5 250, ତାହେଲେ 250ଟା ଆମେ 5 ପାଇଲେ, ବୁଝିପାରିଲେ? ଏତିକି 5 ପାଇଲେ, ତାମାନେ ଏ ଭିତରେ এইଠି ହିଁ ଦେଖନ୍ତୁ ଇଭେନ୍ ନମ୍ବର 2 ର ପାୱାର 2, 4 ର ପାୱାର 4, ଏଠି 6 ର ପାୱାର ଆସିବ 6 କିମ୍ବା 8 ର ପାୱାର ଆସିବ 8, ତାହେଲେ ଇଭେନ୍ ନମ୍ବର ଆମେ ବହୁତ ସାରା ପାଇପାରିବା। ତାହେଲେ 5 ଆମେ ଯେତିକି 5 ପାଇଲେ ସେତିକି 0 ହବ, ତାହେଲେ ଆଉ କାହିଁକି ଆମେ ସେତିକି ଇଭେନ୍ ନମ୍ବର ତ ନିଶ୍ଚିତ ଭାବରେ ପାଇବା ନା, ବୁଝିପାରିଲେ? ତାହେଲେ 250 ଆନ୍ସର। ଆସନ୍ତୁ ଦେଖିବା ଆଉ ଗୋଟେ କ୍ୱେଶ୍ଚନ୍ ସେଇଭଳିଆ। ଇଏ ହଉଛି 1 ର ପାୱାର 1 ର ଫ୍ୟାକ୍ଟୋରିଆଲ, ସେଭଳିଆ ଏଠି ଆସିବ 5 ର ଫ୍ୟାକ୍ଟୋରିଆଲ, 5 ର ପାୱାର 5 ର ଫ୍ୟାକ୍ଟୋରିଆଲ, ତାପରେ 6, ତାପରେ 7, ତାପରେ 8, ତାପରେ 9, ଏ ଭିତରେ 5 କୋଉଠି ଆସିବ? କେବଳ ଏଇଟା ଗୋଟେ ଆଉ ଏଠି ଗୋଟେ ଆସିବ, ତାହେଲେ ଏଟା ଡାଇରେକ୍ଟ 5 ର ପାୱାର 5 ର ଫ୍ୟାକ୍ଟୋରିଆଲ ଇଣ୍ଟୁ 10 ର ପାୱାର 10 ର ଫ୍ୟାକ୍ଟୋରିଆଲ, ଏଇଟା ହିଁ ଆନ୍ସର, ଏଇଟା ହିଁ ଦେଇଛି ଡାଇରେକ୍ଟ, ବୁଝିପାରିଲେ? ହଁ, ଆଜିକାର କ୍ଲାସ୍ କୁ ଏଇଠି ରଖିବା। ତେଣୁ ଯୋଉ ପିଲାମାନେ ଆମ କ୍ଲାସକୁ ଦେଖୁଛନ୍ତି ସେମାନଙ୍କୁ ଅନୁରୋଧ, ଆପଣଙ୍କୁ ଆମ କଣ୍ଟେଣ୍ଟ, ଆମ ଭିଡ଼ିଓ କିପରି ଲାଗୁଛି ପ୍ରଥମେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି କିଛି କମି ରହୁଛି ତାହେଲେ ତାକୁ କିଭଳି ଭାବରେ ଠିକ୍ କରାଯିବ ସେସବୁର ଆମେ ପ୍ରୟାସ କରିବା, ଏବଂ ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଯାହାଫଳରେ ଆପଣମାନେ ନୂଆ ନୂଆ କଣ୍ଟେଣ୍ଟ ସାଙ୍ଗେ ସାଙ୍ଗେ ଭିଡ଼ିଓ ଆପଣମାନଙ୍କୁ ପାଖକୁ ପହଞ୍ଚି ପାରିବ। ଜୟ ଜଗନ୍ନାଥ, ରଖୁଛି, ଦେଖା ହବ ନେକ୍ସଟ ଭିଡ଼ିଓରେ।